इतिहास आज साहित्य रखिछि बीती जाइअछि ସେହି दिन आहा बीती जाइअछि ସେହି दिन गोरा पलटण हटाई मूलकु गोरा पलटण हटाई मूलकु बाणपुर कला के स्वाधीन बाणपुर कला के स्वाधीन से जागिला जगाई पाई करांग गड़े बाजिला भेरी गुड़ी गुड़ा तोप कमाण बंदूक गुड़ी गुड़ा तोप कमाण बंदूक असी ढाल पासे गला हारी असी ढाल पासे गला हारी ଲଭିଥିଲା ଏଇ ବାଣପୁର ମାଟି ସ୍ୱାଧୀନତା ଆହା ବାଣପୁର ମାଟି ସ୍ୱାଧୀନତା ସାକ୍ଷୀ ଅଛି ଆଜି ସୋଲରି ଭାଲେରି ସାକ୍ଷୀ ଅଛି ଆଜି ସୋଲରି ଭାଲେରି ଶାଳିଆ ଚିଲିକା କହି କଥା ଶାଳିଆ ଚିଲିକା କହି କଥା ରଙ୍ଗଗଡ଼ର ଦଳ ବେହେରା ସେ ପାଇକ କୂଳ ମଉଡ଼ ମଣି ଅଲିଭାକ୍ଷରେ ରଖିଗଲା ନା ଅଲିଭାକ୍ଷରେ ରଖିଗଲା ନା ବୀର କୃତିବାସ ପାଟଶାଣୀ ବୀର କୃତିବାସ ପାଟଶାଣୀ ପାଇଁ ସେ ତ ଜନମି ନଥିଲା ଜନ୍ମିଥିଲା ଦେଶ ହିତ ପାଇଁ ଘୁଞ୍ଚାଇବ ବୋଲି ଅନ୍ଧାରୀ ଶାସନ ଘୁଞ୍ଚାଇବ ବୋଲି ଅନ୍ଧାରୀ ଶାସନ ବୁକୁର ଲୁହ ସେ ଲୁହ ଦେଇ ବୁକୁର ଲୁହ ସେ ଲୁହ ଦେଇ ଆଜି ବାଣପୁର ମାଟି ଗତ ଗୌରବ ଗାଥା ସ୍ମରି ଆହା ଗତ ଗୌରବ ଗାଥା ସ୍ମରି ପାଇକ ମଉଡ଼ି କୃତବାସୀ ପାଇକ ମଉଡ଼ା ମଣି କୃତିବାସ ଫେରି ଆସ ତୁମେ ଆସ ଫେରି ଫେରି ଆସ ତୁମେ ଆସ ଫେରି स्वाधीन होइछि गोरधा मुलक बाणपुर माटी निष्कंटक होइछि बणिक इंग्रेज जाति हम देश छाड़ी चली जाइछन्ती ना से दिवा स्वप्न तुमर स्वप्न रे रहि जाइछि तेबे मु तो तुमर मुक्ति कथा कहूछि तुमर आचरण रे परिवर्तन घटिछि तुमे तुमर अलौकिक देश चिकित्सा बड़े जेल सुपरिटेंडेंट को मेन साहेब को रोग मुक्त करथिबारु से तुम ऊपर खूब खुशी से तुमको खलास कर देबा को चाहुछन्ती एथरे तुमर मतामत कोन ना पाइक विद्रोह केतक देशद्रोही चक्रांत पंड होइछि पराजित सैनिकर ग्लारी नहीं से देशद्रोही निमक हार मानक भुगुछि से देशद्रोही निमक हार मानक पाइक विद्रोह केतक देशद्रोही चक्रांत पंड होइछि पराजित सैनिकर ग्लारी नहीं से देशद्रोही निमक हार मानक मुह देखा चाहे ना स्वाधीन देशर स्वप्न नहीं एई आंडे माने मो जीवन शेष दिन बितावा चाहे कृतिबास
ତୁମକୁ ସମ୍ମାନର ସହ ତୁମ ଦେଶକୁ ଫେରାଇ ଦିଆଯିବ। ଗୋଟିଏ ସର୍ତ୍ତରେ ଯେ ତୁମେ ବ୍ରିଟିଶ ବିରୁଦ୍ଧରେ ମେଳ କରିବ ନାହିଁ। ଅସମ୍ଭବ ଅସମ୍ଭବ ଜେଲର ସାହେବ, ଏ ସର୍ତ୍ତକୁ ମୁଁ ସ୍ୱୀକାର କରିପାରୁ ନାହିଁ। ଯଦି ତୁମ ସାହେବ ମୋତେ କାରାଗାର ଚାରିକାନ୍ଥ ଭିତରୁ ଖଲାସ କରିବାକୁ ଚାହୁଁଛନ୍ତି, ତେବେ ମୋର ବି ଗୋଟେ ସର୍ତ୍ତ ଅଛି ତାଙ୍କ ପାଖରେ। ସର୍ତ୍ତ? ହଁ, ସେ ସର୍ତ୍ତ ହେଉଛି ଯଦି ତୁମ ଇଂରେଜ ସରକାର ମୋତେ ସେଇ ଦେଶଦ୍ରୋହୀ ନିମକ ହାରାମ ବାସୁଦେବ ନରେନ୍ଦ୍ର ସିଂର କଟା ମୁଣ୍ଡ ଭେଟି ଦେଇପାରିବେ, ତେବେ ମୁଁ ତାଙ୍କ ଇଚ୍ଛାକୁ ସାଦରରେ ଗ୍ରହଣ କରିବି। କୁହନ୍ତୁ କୁହନ୍ତୁ ଜେଲର ସାହେବ, ମୋତେ ଦେଇପାରିବେ ସେ ନିମକ ହାରାମର କଟା ମୁଣ୍ଡ? ପୁଣି ଥରେ ସେ ଅପରାଧ ଆଡ଼କୁ ମନ ବଳାଉଛ କୃତିବାସ, ତା କ'ଣ କେବେ ସମ୍ଭବ? ତେବେ ମୁଁ ତୁମ ହାକିମ ଦରଦାର ମୂଲ୍ୟ ନେବାକୁ ଚାହେଁ ନା। ପୁଅ କାମର ଅନୁଗ୍ରହର ପାତ୍ର ନୁହେଁ। ଶୁଣିବ ଜେଲର ସାହେବ, ଓଡ଼ିଆ ପାଇକ ପୁଅର ସେଇ ଲୋମ ଟାଙ୍କୁରା କାହାଣୀ। ସାରା ଦେଶରେ ଫିରିଙ୍ଗି ରାଜ ଚାଲିଥିଲା ବେଳେ କେମିତି ସ୍ୱାଧୀନ ବାଣପୁର ସେମାନେ ଛତ୍ରଭଙ୍ଗ ଦେଇଥିଲେ, କେମିତି ସ୍ୱାଧୀନ ବାଣପୁର ଚାଖିଥିଲା ସ୍ୱାଧୀନତାର ସ୍ୱାଦ, ଯାହାକୁ ଇଂରେଜ ସରକାର ତାଙ୍କର କେତେକ ପାଦଚଟା କୁକୁରମାନଙ୍କୁ ହାତ କରି ଷଡ଼ଯନ୍ତ୍ରରେ ସଫଳ ହୋଇପାରିଲେ। ଶୁଣନ୍ତୁ ଜେଲର ସାହେବ ସେଇ ଲହୁ ଲୁହର କାହାଣୀ, ଯାହାର ନାୟକ ଥିଲା ଅରାଙ୍ଗଗଡ଼ର ଏଇ ପାଇକ ସର୍ଦ୍ଦାର ବିପ୍ଳବୀ କୃତିବାସ ପାଟଶାଣୀ। ডাকে বাণপুর মাটি জাগবীর সৈনিক তো হক ছড়াই নিয়ে পরদেশী বণিক। ডাকে বাণপুর মাটি ডাকে বাণপুর মাটি জাগবীর সৈনিক, ডাকে বাণপুর মাটি জাগবীর সৈনিক তো হক ছড়াই নিয়ে পরদেশী বণিক। ଛୁଆ ହୋଇ ତୁହି ଶୋଇଅଛୁ ଗୁହାରେ, ଅରାତିଟା କରା ଦିଏ ଆସି ତୋର ଦୁଆରେ। ସିଂହ ଛୁଆ ହୋଇ ତୁହି ଶୋଇଅଛୁ ଗୁହାରେ, ଅରାତିଟା କରା ଦିଏ ଆସି ତୋର ଦୁଆରେ। ବନ୍ଦିନୀ ଜନନୀ ଆଜି କରୁଅଛି କ୍ରନ୍ଦନ, ତୁ ପରା ବୀର ପାଇକ ତାର କୁଳ ନନ୍ଦନ। ତୋଳ ଢାଲ କର ବାଣ ତୋଳ ପୁଣି କାର୍ମୁକ, ତୋଳ ଢାଲ କର ବାଣ ତୋଳ ପୁଣି କାର୍ମୁକ। ডাকে বাণপুর মাটি জাগবীর সৈনিক, ডাকে বাণপুর মাটি জাগবীর সৈনিক। খোর্ধাগড় ঈশ্বরী
ବରୁଣେଇ ମାରେ ବଙ୍କାଳ ଗଡ଼କୁ ଦେବି ଭଗବତୀ ସାହାରେ ବିରି ଯାଇ ଟିକିରାଇ ବୀର ପ୍ରସବିନୀରେ ପାଇଛି ସୁପୁତ୍ର କୃତି ବାସ ପାଟଶାଣୀରେ ପାଇକ କୂଳ ତିଳକ ସେହି ମହାନାୟକ ପାଇକ କୂଳ ତିଳକ ସେହି ମହାନାୟକ ଡାକେ ବାଣପୁର ମାଟି ଜାଗ ବୀର ସୈନିକ ଡାକେ ବାଣପୁର ମାଟି ଜାଗ ବୀର ସୈନିକ କୋଶମାଳର ଏ ଆଦିବାସୀ ସର୍ଦ୍ଦାର ହଟାଇ ଶତ୍ରୁ ସେନାକୁ ଦିଏ ରଣହୁଙ୍କାର ଟକମକ ହୋଇ ଫୁଟେ ଖଣ୍ଡେଇ ତରକତ ଟକମକ ହୋଇ ଫୁଟେ ଖଣ୍ଡେଇ ତରକତ ତେଗ ରଖିବ ଜନନୀ ଜନ୍ମଭୂମି ମହତ आसम भौणी भाई आसम भाई भौणी साजी देश रक्षक डाके बाणपुर माटी जाग वीर सैनिक डाके बाणपुर माटी जाग वीर सैनिक ଖଣ୍ଡାୟତ ଧମନୀରେ ବୀର ରକ୍ତ ପ୍ରବାହିତ ବୀର ଓଡ଼ିଆ ଜାତିର ରକ୍ତ ଏବେ ବି ଶିର ପ୍ରଶିର ଟକମକ ହେଇ ଫୁଟୁଛି ଏ ମାଟି ମରାନ୍ତି ଫିରିଙ୍ଗି ମାନଙ୍କୁ ତଳିବା ପାଇଁ ପାଇକ କୂଳ ନେଇଛି ବଜ୍ର ଶପଥ ଠିକ କହିଛୁ ଶାନ୍ତ ବୀର ଯାଇ ପିଠରେ ନିୟମ କରି ଆମେ ମୁଣ୍ଡ ପାଣି ଛଡେଇଛୁ ମୁଣ୍ଡ ଗଲେ ମିଶେ କଣ୍ଢା ବିନା କେବେ ପଛକୁ ହଟିବେ ନାହିଁ ଫିରିଙ୍ଗି ତଡ଼ବୁ ନାଇଁ ତ ଆମେ ମରବୁ ତୁ ମଣିଷ ନୁହଁରେ ସାକ୍ଷାତ ଦେବତା କେଡେ କଥା ବୋଲୁଛୁ ରେ ଶାନ୍ତ ତୁ ତ ଆମର ରାଜା ତ ସାତ ପୁରୁଷର ରାଜା ଦୁନିଆରେ ପଶିଲେ ଏ ଲୋଚନା ଦୁନିଆରେ ପଶିବ ଆଉ ତୁ ଦରିଆକୁ ଡେଇଁଲେ ଏ ଲୋଚନା ବି ଦରିଆକୁ ଡେଇଁବ ତୁ ପାଦ ଛୁଇଁନି ଆମ କରୁଛୁ ରେ ଏ ଦେଶ ଏ ମୁଲକ ପାଇଁ ମୁଣ୍ଡ ଦେବି ରେ ମୁଣ୍ଡ ଦେବି ଭାଇ ଦରିଆ ସେପାରି ଗୋଟେ ଲୁଣ୍ଠନକାରୀ ଜାତି ଆସିଛି ଆମକୁ ଶାସନ କରିବା ପାଇଁ ସେ ଜାଣୁ ଦେଶ ପାଇଁ ଏ ଜାତି ଜାତି କରି ହସି ହସି ମରିପାରେ ଆରେ କେ ମରବ ଆମେ ମରବୁ ଆମେ ତ ମରବୁ
ଖବର କଣ? କେ ଚମ୍ପା ଝରଦଳ ବେହେରା ହଁ କଣଟା ଖବର? ସାହେବ ଡେରାକୁ ସବୁଦିନ ତ ଧାଉଁଛି, କଣ କରୁଛି ସେ ଜାଣେ। ହଁ ଭାଇ ତୁ ଏବେ ଯା, ଖୁବ୍ ଶୀଘ୍ର ଲଢ଼େଇ ପାଇଁ ପ୍ରସ୍ତୁତ ହେଇଯା। ଯାଉଛି ସାନ୍ତ, ତୁ ଲୋଡ଼ିଲା ମାତ୍ରେ ମୁଁ କନ୍ଧ ଲୋକ ସହ ଝଟ ଆସି ତ ପଛରେ ଠିଆ ହୋଇଯିବି ରେ, ତ ପଛରେ ଠିଆ ହୋଇଯିବି। ଠିକ୍ ଅଛି। ପଦ୍ମା ପଦ୍ମା, ଆରେ କଣ ହେଇଛି ତମର? କାହିଁକି ଏମିତି ମନ ମାରି ବସିଛ? ସେ କଥା ନିଜକୁ ପଚାରନ୍ତୁ। ଘରକୁ ଆସୁ ଆସୁ ଆପଣଙ୍କର ସମୟର ବଡ଼ ଅଭାବ ହୋଇପଡ଼େ। ହେଲେ ବାହାରେ ଦିନ ଦିନ ମାସ ମାସ ଧରି ଦିନେ ନୁହେଁ ମାସେ ନୁହେଁ ପଦ୍ମା, ଦରକାର ହେଲେ ମତେ ବର୍ଷ ବର୍ଷ ଧରି ବାହାରେ ରହିବାକୁ ପଡ଼ିବ। କାହିଁକି? ମାଟି ମା ମତେ ଅହରହ ଡାକୁଛି, ମୁଁ ତା ପାଇଁ ଜାଗ୍ରତ ପ୍ରହରୀ ସାଜିଛି। କଣ କରିଛି? ଏ ଖୋର୍ଦ୍ଧା ମାଟିରୁ ଇଂରେଜକୁ ହଟେଇବି, ତାର ଏକଚାଟିଆ ଅତ୍ୟାଚାର, ଲୁଣ୍ଠନ, ଶୋଷଣ, କଷଣ କବଳରୁ ଓଡ଼ିଆ ଜାତିକୁ ବଞ୍ଚେଇବି। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ସେ କଥା ତ ମୋ ଛୋଟ ମନ ନେଇ ବୁଝିବା କୁଆଡୁ। ତା ଛଡ଼ା ନରେନ୍ଦ୍ର ସିଂ ବଂଶର ରକ୍ତ ଦେଇ ମୋ ଶିର ପ୍ରଶିରାରେ ପ୍ରବାହିତ। ଠିକ୍ ଅଛି, ତୁମ ଶତ୍ରୁଘରର ଝିଅ ପାଇଁ ତୁମେ ସାରା ଜୀବନ ଦହଗଜ ହେବ କାହିଁକି? ବରଂ ତାକୁ ଦୂରେଇ ଦିଅ, ତୁମ ଶାନ୍ତିରେ ମୁଁ ବାଦ ଦେବି କାହିଁକି? ତା ଛଡ଼ା ବାପ ଘରର ଭୁଲେଇ କେତେଦିନ ଆମେ ଅପରାଧୀର ଜୀବନ କଟାଇବୁ? ଠିକ୍ ଅଛି ପଦ୍ମା, ସେ ବ୍ୟବସ୍ଥା ମୁଁ କରିଦେଉଛି, ଖୁବ୍ ଶୀଘ୍ର କରିଦେଉଛି। ହେଲେ ହେଲେ ମୋର ଅପରାଧ କହୁ କହୁ ଏତେ ବଡ଼ ନିଷ୍ପତ୍ତି ନେଇପାରିଲେ? ମୋର ଭୁଲ ହେଇଛି, ଆପଣ ମୋତେ କ୍ଷମା କରନ୍ତୁ। କ୍ଷମା? ନରେନ୍ଦ୍ର ସିଂ ବଂଶର କେହି ହେଲେ କ୍ଷମାର ପାତ୍ର ନୁହନ୍ତି। ଆଉ ତମେ? ହେଲେ ମୁଁ କ'ଣ ତମର କେହି ନୁହେଁ? ଏ ବଂଶର କେହି ନୁହେଁ? ସେ ଗୌରବର ଅଧିକାରୀ ନିବାକୁ ତୁମକୁ ଆହୁରି 7 ଥର ଜନ୍ମ ନେବାକୁ ପଡ଼ିବ ପଦ୍ମା। ନା ନା, ମୋର ଭୁଲ ହେଇଛି। ଆପଣ ଯାହା କୁହନ୍ତୁ, ଯାହା କରନ୍ତୁ, ମୋର କିଛି କହିବାର ନାହିଁ। ହେଲେ ଏତେ ବଡ଼ ନିଷ୍ପତ୍ତି ନେଇ ଆପଣଙ୍କ ପଦସେବାର ଅଧିକାରରୁ ମୋତେ ବଞ୍ଚିତ କରାନ୍ତୁ ନାହିଁ। ତୁମ ପଦ ସେବା ପାଇଁ ମୁଁ ତୁମ ମୁହଁକୁ ଚାହିଁଲି ବସିପାରିବିନି ପଦ୍ମା। ତୁମେ ଯାଅ, ଚାଲିଯାଅ। ନା ନା, ଆପଣଙ୍କ ସେଚନ ଛାଡ଼ି ମୁଁ କୁଆଡ଼େ ଯାଇପାରିବି ନାହିଁ। ଏଇ ଘର ମୋର ସ୍ୱର୍ଗ, ଆଉ ଆପଣ ମୋର ଇହ ଆଉ ପରକାଳର ଦେବତା। क्षमा मोर दोष न कर हे रोष, ମୁଁ ତୁମ ଚରଣ ଦାସୀ ହେ। क्षमा मोर दोष न कर हे रोष, ମୁଁ ତୁମ ଚରଣ ଦାସୀ ହେ। ତୁମେ ମୋ ଦେବତା ଗତି ମୁକ୍ତି ଦାତା, ତୁମେ ମୋ ଦେବତା ଗତି ମୁକ୍ତି ଦାତା, ମୁଁ ତୁମ ପ୍ରୀତି
ମୁଁ ତୁମ ଚରଣ ଦାସୀ ହେ। ସେ ବାହାନା ଛାଡ଼। ତୁମକୁ ଅଲବତ ତୁମ ପାଖକୁ ଯିବା ପଡ଼ିବ, କାରଣ ତୁମେ ଘରର ବୋହୂ ହେବାକୁ ଯୋଗ୍ୟ ନୁହଁ। ପାଇକ ରମଣୀ ହସି ହସି ତା ପତିକୁ ଯୁଦ୍ଧ ଭିତରକୁ ବିଦାୟ ଦିଏ। ତୁମଠୁ ସେ କଥା ଆଶା କରାଯାଏ ନା। ଯାଅ, ଚାଲିଯାଅ। ପାଇକ ଦୁଲଣୀ ତୁମେ ପାଇକ ରମଣୀ, ପାଇକ ଦୁଲଣୀ ତୁମେ ପାଇକ ରମଣୀ। କ୍ଷତ୍ରିୟ ରୁଧିର ବହୁ ନାହିଁ କି ଧମନୀ, ତୁମେ ନୁହ ଯୋଗ୍ୟ ଗୋ, ତୁମେ ନୁହ ଯୋଗ୍ୟ ଗୋ। କ୍ଷତ୍ରିୟ ଜାତକେ ସିନା ତ୍ୟାଗ ଗୋ। ত্যাগর মহত তুমি নপারিল বুঝি, ত্যাগর মহত তুমি নপারিল বুঝি। আন নারী পরিভোগ বিলাসরে মজি, কাল কটাইবা গো, কাল কটাইবা গো। পায় না কেবে সৌভাগ্য। ଯାଅ, ଚାଲିଯାଅ। ତୁମର ଏ ଘରେ ସ୍ଥାନ ନାହିଁ। ନିଜେ ତ ସେଇ ସୋଲାରୀ ପାହାଡ଼ର ସ୍କେଚ୍ ମ୍ୟାପ୍। ଆମର ଫୌଜ ଯେତେ ଚେଷ୍ଟା କଲେ ବି ଘଟିବଡ଼ା ଡାଉନ୍ କରିପାରିଲା ନାଇଁ। ଦଳପତି ଦୀନବନ୍ଧୁ ସାମନ୍ତଟା ସୋଲାରୀର ଏ ଝାଡ଼ ଜଙ୍ଗଲ ଭିତରେ ଗୋଡ଼ି ଛୁପି ଗଲା। ପାହାଡ଼ ଖୋଲରୁ ଫୌଜମାନଙ୍କ ଉପରେ ହେଲା ପଥର ବର୍ଷା। ପୁଣି ଆମେ ପ୍ରୋସିଡ୍ କଲେ ଅରଙ୍ଗଗଡ଼କୁ, ବଟ୍ ସେଠାରେ ବି ଜଙ୍ଗଲୀମାନଙ୍କର ଗରିଲ୍ଲା ୱାର୍। I mean हमारा गुली गुला तपो कमांड सब अखामी अछाल होइगला। एथर बानपुर पलटन पड़िया रे बाइक मानक सहित हमर स्ट्रॉन्ग फाइट। सोल्जर्स, सोल्जर्स मारी चलो। पृथ्वीवास पाठशानी को कले गले कौशले कैप्चर करिबा कहबा। गुली गुला तपो कमांड नहीं आगे चलो। एनिमी मानक देखिले फायर करो। यू आर डाई, दिस इज माय ऑर्डर। बानपुर थाना अनफेयर फुटुट हेई जलुछि। हाउ डेंजरस, व्हाट ए पिटी, एंड ऑल द रेवेन्यू लूटेड। आई मीन खजाना खाना लूट। हमारा पुलिस प्लाटून सब गले पड़े। कावर स्टैंड ଧୈର୍ଯ୍ୟ ହରାନ୍ତୁନି ସାହେବ। ମୁଁ ଆପଣଙ୍କୁ କଥା ଦେଇଛି ଯେତେବେଳେ ପୃଥ୍ୱୀବାସକୁ ଅଲବତ ଧରି ଆଣିବି। एंड व्हेन और केबे हियर क्रोकोडाइल, आई मीन कुंभीर नहीं मझी नहीं रे कॉलोनी गोड़े गले तुम्हारा चैलेंज। मु जहा खबर पाउची तुम्हारा कॉन्स्पिरेंसी दम मोटे नहीं। यू आर ए हैबिचुअल प्रेटेंडर एंड लैग। No, no, ସାହେବ, no, no. I am not a liar. ମୁଁ ମିଥ୍ୟାବାଦୀ ନୁହେଁ। ଆପଣଙ୍କର ନିମକ ଖାଇଛି ଯେତେବେଳେ ନିମକ ସଚ୍ଚା ବେଳେ ତ ବିଲିଭ୍ ମି। नरेंद्र सिंह, again I remind you, तुम्हारा प्लान सक्सेस ले जाई। तुम्हें बड़े बानपुर स्टेट रो किंग, बट हमारा सब प्लान काहे के मिदी फेल मारुची। तुम्हें बेटू में कोटी को फेरी जाओ। I will meet you very soon. ମୁଁ ସେ ସୁଯୋଗକୁ ଚାତକ ପରି ଚାହିଁ ରହିଛି ବେଲ ସାହେବ। ପୃଥ୍ୱୀବାସ କନ୍ଧମାନଙ୍କୁ ନେଇ ନରେନ୍ଦ୍ର ସିଂ ବଂଶ ଉପରେ ତୋର ସେଇ ପୂର୍ବ ଆକ୍ରମଣକୁ ଭୁଲି ଯାଇ ନାହିଁ। ଅଲବତ ପ୍ରତିଶୋଧ ନେବି। ତୋର ତାଜା ରକ୍ତର ତର୍ପଣ କରି ଭାଇ ଭାଉଜଙ୍କ ଅତୃତାତ୍ମାକୁ ଶାନ୍ତ କରିବି, ଶାନ୍ତ। ବିଜିଗଡ଼ ଅରାଙ୍ଗ ଘାଟିର ଭଣ୍ଡାର ପାହାଡ଼ ଏବେ ସୁରକ୍ଷିତ। ପାଇକ ଥାଟର ଗରିଲା ଆକ୍ରମଣରେ ଫିରିଙ୍ଗି ଛାତ୍ର ଭଙ୍ଗ ଦେଇଛି। ପ୍ରତାପଟି ଥାନା ଆଡ଼କୁ ମୁହାଁଇଥିବା ବେଳେ ଆମେ ବାଣପୁର ଥାନା ପୋଡ଼ି ଦେଇଛେ। ଭଜଣା ଥାନା ଲୁଟ୍ ହୋଇଛି। ତୋର ହୁକୁମ ଏଇ ପାଇକ ପୁଅ ରେ ବସିଛି
ବନ୍ଦା କରିଦେଲୁ। ଦେଖିଲୁ ନା ସେମାନଙ୍କର ଗୁଳି ଗୁଳା ତୋପକମାନଙ୍କୁ ଆମର କାଣ୍ଡ ବର୍ଷା ଢେଲା ମୁକାବିଲା କରିଛି, ଘାଟିକୁ ରକ୍ଷା କରିଛି। ତା ସହିତ ଆମର ଅସ୍ତ୍ର ଶସ୍ତ୍ର ସୁରକ୍ଷିତ ଅଛି ଭଣ୍ଡାର ପାହାଡ଼ରେ। এই পল্টন পড়িয়া যুদ্ধরে ফিরিঙ্গি পাଇକମାନଙ୍କୁ ଆକ୍ରମଣ କରିବା ଆଗରୁ ଆମେ ଗୋରା ସିପାହୀ ମାନଙ୍କୁ ମାରି ହାଣି ରକତର ନଈ ବୁହାଇ ଦେଲୁ। ଖଣ୍ଡିଆ ଖାଗରା ଲହୁ ଲୁହାଣ ହୋଇ କ୍ୟାପ୍ଟେନ ସାହେବଟା ଛେରି ମୁତି କୁଆଡ଼େ ପଳାଇ ଗଲା ପତ୍ତା ନାହିଁ। ଏଥର ବାଣପୁରୀ ଫିରିଙ୍ଗରେ ବାଣ ଭାଙ୍ଗିଲା, ପୋଲିସ କି ମାରି ଥାନା ପୋଡ଼ି ଖଜଣାଖାନା ଲୁଟ ହୋଇଛି। ଫିରିଙ୍ଗିର ପାଦଚଟା କୁକୁରମାନେ ତ୍ରାହି ତ୍ରାହି ଡାକ ଦେଲେଣି। ସେମାନେ ଆମର ଭାଇ, ସେମାନଙ୍କ ଦେହରେ ହାତ ଦିଅ ନାହିଁ, ସେମାନଙ୍କ ଘର ଲୁଟ କର ନାହିଁ। ବେଳ ଆସିଲେ ସେମାନେ ନିଜର ଭୁଲ ବୁଝିପାରିବେ। ସେ ଲୁଣ ହକିମଟା ବରକୁଠୁ ଚିଲିକା ମଟେ ବାହାରକୁ ଚାଲି ଯାଇଛି ଶାନ୍ତ। ଆଉ ବାଣପୁର ମୁଲକକୁ ପାଇକମାନେ ହାତକୁ ଆଣି ସାରିଲେଣି। ତୁ ତ ଏଥିରେ ଭାରି ହବା କଥା। ଆଲୋଚନା ଖୁସି ହେବି ସେଇଦିନ ଯୋଉଦିନ ଖୋର୍ଦ୍ଧା ମାଟିରୁ ଇଂରେଜ ହଟିବେ। ବକ୍ସି ଆଜି ମୁହଁ ଲୁଚାଉଛନ୍ତି। ମୁଁ ଖୋଜୁଛି ପାଇକ ବିଦ୍ରୋହ ପାଇଁ ଏକ ଅବିକଳ ବକ୍ସି, ଯିଏ ପାଇକମାନଙ୍କ ରାଜା ହେବ, ଆଉ ମୁଁ ହେବି ତାର ଲଢୁଆ ସେନାପତି। ଚାଲନ୍ତୁ ସାଙ୍ଗ, ପୁଣି ଫେରିଯିବା ନିଜ ରଙ୍ଗ। ଚମ୍ପଝର ମାଟିରେ ଫିରିଙ୍ଗି ପଲ୍ଟନ ସହ ଲଢ଼େଇ ଆମର ସଫଳ ହୋଇଛି। ଠିକ ଅଛି, ଆଲୋଚନା ଗୋରଧାର ଫିରିଙ୍ଗିମାନଙ୍କୁ ନ ତଡ଼ିବା ଯାଏ ଆମର ବିଶ୍ରାମ ନାହିଁ। ମା ଭଗବତୀ, ମା ଟିକିରାଇ, ତୁ ହିଁ ଭରସା ଲୋ ମା, ତୁ ହିଁ ଭରସା। ଚାଲ ଶାନ୍ତ, ମୁଁ ତ ପଛେ ପଛେ ଛାଇ ପରି ଅଛି। ତୋର ଆଉ ଡର କାହାକୁ, ଭୟ କାହାକୁ? ପଞ୍ଚୁଆ ଗୌଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା। ମୁଁ ପଞ୍ଚୁଆ ଗୌଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା। ଚାଲିଛି ଧପାଳି ବାଣପୁର ଦେଇ, ଚାଲିଛି ଧପାଳି ବାଣପୁର ଦେଇ, ମାଳ କଟୁଆଳ ମୁହା। ମୁଁ ପଞ୍ଚୁଆ ଗୌଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା। ମୁଁ ପଞ୍ଚୁଆ ଗୌଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା। ବଳଦ ପଟିଏ ଖରିଦି କରିବି ବିରି ଯାଇ ହାଟେ ବୋଲି। ଚାଷ ବାସ ପାଇଁ ହେଉଅଛି ଲୋଡ଼ା, ଆସିଛି ଅନ୍ଧାରୁ ଚାଲି। ବାଟ ପାଉ ନାହିଁ ହାଟ କେତେ ଦୂର, ବାଟ ପାଉ ନାହିଁ ହାଟ କେତେ ଦୂର, କିଏ ଦେଖାଇଲା ଭୁଆ। ମୁଁ ପଞ୍ଚୁଆ ଗୌଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା। ମୁଁ ପଞ୍ଚୁଆ ଗୌଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା। କ୍ଷେତରା ମା ମୋ କାନିରେ ବାନ୍ଧିଛି ଦି ମାଣ ନାଲି ଚୁଡ଼ା। ଆସିକା ଗୁଡ଼ରୁ ପାଏ ତା ସାଥିରେ ଚିମୁଟାଏ ଲୁଣ ଲୋଡ଼ା। ଭୋଗ ଶୋଷ କଥା ଯାଇଅଛି ଭୁଲି, ଭୋଗ ଶୋଷ କଥା ଯାଇଛି ମୁଁ ଭୁଲି, ପାଉନି ଆଟକୁ ରାହା। ମୁଁ ପଞ୍ଚୁଆ ଗୌଡ଼ ହୋ, ମୁଁ ପଞ୍ଚୁଆ ଗୌଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା। ମା ବୀର ଯାଇ ସାହା ହୋଇ ତୁଇ
ଦେଖେଇ ଦିଏ ଲୋ ବାଟ କଣ୍ଟ ଛଣ୍ଟ ମାଡ଼ ବାଟୋଇବା ପୁଡ଼ା ହେଲିଣି ମୁଁ ଛଟପଟ ହେଟା ମହାବଳ ମାରନ୍ତି ତାଳ ଏ ବୋଉ ହେଟା ମହାବାଳ ମାରନ୍ତି ଡାଳ ଏକଲା ଲାଗେ ଛାନିଆ ମୁଁ ପଞ୍ଚୁଆ ଗଉଡ଼ ହୋ ମୁଁ ପଞ୍ଚୁଆ ଗଉଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା ମୁଁ ପଞ୍ଚୁଆ ଗଉଡ଼ ହୋ ରୋଡ଼ଙ୍ଗ ଗଡ଼ ମୁଗା ହଜିଲା ବଳଦ ଖୋଜିଲା ଠେଇଁ ମୁଁ ଏହିଭଳି ଗୋଟେ ଲୋକର ସନ୍ଧାନରେ ଥିଲି ଆଜି ସେ ମିଳିଯାଇଛି ମୋର ଇଚ୍ଛା ପୂରଣ ପାଇଁ ଏହି ହେବ ସାଧନ ଏ ଲୋକଟା ମୋ ପାଖକୁ ଆଣ इंग्रेजरा पका भेजिया नुहा जानिछु एठी माछी पाइले नवखंड पाई गमेली को पांड करी देबकु फिरंगी कळे बळे कौशल खटे दैछि हेले आमी ताको बाणपुर मुले करू खंडा उतालरे निकाली फेंकी दैछि बाबू तुम गोड़ तळे पडुछि मते मारो ना मते बळी दियो ना के तते बळी देउछि रे एंता छानिया हेउछु जानछु तते नै मो शांतो केंता सपन देखिछि तुम घर रोडंग बक्सिंग गाँ लोक तमे निश्चय ताकर खबर रखिथिबो बाबू से गला दिनु रोडंग गडर सिरी तुटी जाइछि प्रजा माने दिन नै राति नै ताकर फेरिया बाटकू चाहि रहिछन्ती परा से रोडंग माटीर पुओ तमे अभिगळ बक्सिंग चेहरा आनिछ आज तुम मुंडरे पाग भिड़ा हेबो बाणपुर पाइक मिलिर तमे हेबो कर्णधार स्वाधीन राजा शरण सिंह आउ मु तमर लढुआ सेनापति कृतिबास पाठशाली आज स्वाधीन राज्य घोषित है बाणपुर लोचना की बोलो छरे शांत 95 बेहरा आज स्वाधीन बाणपुर राजा शरण सिंह एथर हमरा अभियान हेबो खोर्धागड़ अभिमुखे बाटर रसद पाई मागण भेटी जारी रहिबो भेटेश्वर भुस्कबड़ा बेतुली बोरीगा सांसेपुर सासपुर दलेबन को सजग कर दियो तोर हुकुम ए पाई को पुओ नै बसिछि रे शांत चातक पेरे नै बसिछि आउ रक्षा नहीं सबु स्वप्नर बाली घर मोर भुसुड़ी जाइछि गोरा पल्टन को युद्ध रे पराजित करी कृतिबास बाणपुर को स्वाधीन राज्य रूप रे घोषणा करिछि कैप्टेन साहेब रणकौशल विपन्न होइछि चंपाझर दल बेहेरा वासुदेव नरेंद्र सिंह रो 8 बाटी 10 मान निष्कर जागिरी भोगर स्वप्न पानी पटका परी मिलै जाइछि आमे हारी नाही आज्ञा कृतिबास रे मिछ नाटक किंतु धरा पड़ी जाइछि नाटक हां आज्ञा एतिना खंड युद्ध रे इंग्रेज मानक सह हाताहाती परे पंचगड़ को नकली बक्सी करी भ्रमण करबा पूरा पड़िथिला जार रीति नीति एक चालबादी चालबादी आज्ञा
କେମିତି ଘଟଣାଟା ଖୋଲି କୁହ। ବାଣପୁର ରାଜ୍ୟ ଦଖଲ ପରେ ନକଲି ବକ୍ସି ଅସଲି ବକ୍ସିଙ୍କୁ ଭେଟିବାକୁ ଯାଇଥିଲେ ଖୋର୍ଦ୍ଧାଗଡ଼କୁ। ଆଉ ଏଇନେ ଇଂରେଜମାନଙ୍କ ହାତରେ ଧରା ପଡ଼ି ଜେଲ ହାଜତରେ। କୃତିବାସ ଜାଣେ ଏ କଥା। ନା ନା ନା, ସେ ଜାଣିଲେ ଆମର ସବୁ ଷଡ଼ଯନ୍ତ୍ର ପଣ୍ଡ ହୋଇଯିବ। ତାକୁ ଧରିବା ତ କଷ୍ଟକର ବ୍ୟାପାର ହୋଇଯିବ। ମୁଁ ତ ଖୁବ୍ ଦବି ଯାଇଥିଲି, ଏଣିକି ମୋର ଆଉ ଚିନ୍ତା ନାହିଁ। ଭାଗ୍ୟ ଦେବି ତ ଆପଣଙ୍କ ହାତ ପାହାନ୍ତରେ 8 ବାଟି 10 ମାଣ ନିଷ୍କର ଜାଗିରି ସହ ଆପଣ ହେବେ ବାଣପୁର ରାଜା। ଏ କଥା କ୍ୟାପ୍ଟେନ୍ ବେଲ୍ ସାହେବଙ୍କୁ ଜଣାଇ ଦିଅ। କୃତିବାସକୁ ଧରିବାକୁ ହେଲେ ଆମକୁ ନୂଆ ଯୋଜନା କରିବାକୁ ହେବ। ମୋର ଚିରଶତ୍ରୁ କୃତିବାସ ଏଥର ମତେ ଜଳ ଜଳ କରି ଦିଶୁଛି। ହାତ ଗୋଡ଼ରେ ଲୁହା ଶିଙ୍କୁଳି ବନ୍ଧା ହୋଇ ତୁ ଯିବୁ ଜେଲର ସେଇ ଅନ୍ଧାରୀ ସେଲ୍କୁ, ଆଉ ମୁଁ ହେବି ବାଣପୁରର ମାଲି ଆଉ ବାଣପୁରର ରାଜା। ମୁଁ ଅନ୍ୟାୟ କରିଛି ଦେବତା। ତୁମକୁ ମୁଁ କଟୁ କଥା କହିଛି। ତୁମ ଚଲାପଥରେ ମୁଁ ବାଧା ଦେଇଛି। ପାଠଶାଳୀ ବଂଶର ବୋହୂ ହୋଇ ମୁଁ ମୋର କର୍ତ୍ତବ୍ୟ କରିପାରି ନାହିଁ। ମୁଁ ହୀନ କପାଳି। ତୁମ ଭଳି ଜଣେ ବିପ୍ଳବୀ ଦେଶପ୍ରେମୀର ସହଧର୍ମିଣୀ ହେବାର ମୋର ଯୋଗ୍ୟତା ନାହିଁ। ନା, ନା, ଏଇ ନର୍କପୁରୀର ମୋର ମୁହୂର୍ତ୍ତେ ରହିବାର ଇଚ୍ଛା ନାହିଁ। ମୋ ଜୀବନର ପବିତ୍ର ତୀର୍ଥଭୂମି ଦେଓଗାଁ, ସେହି ମୋର ସ୍ୱର୍ଗ। କକାଙ୍କୁ ମୋତେ କହିବାକୁ ହେବ, ସେ ମୋତେ ସେଠିକୁ ପଠେଇ ଦିଅନ୍ତୁ, ପଠେଇ ଦିଅନ୍ତୁ, ପଠେଇ ଦିଅନ୍ତୁ, ପଠେଇ ମୋତେ ଆଦେଶ କରନ୍ତୁ, ଦେବୀ ପ୍ରତିଭା ନୂଆବୋହୂକୁ ଆଣିବା ଖବର ନେଇ ଚମ୍ପାଝରକୁ ଯିବେ। ନା, ଇଂରେଜର ପାଦଚଟା କୁକୁର ଘରକୁ ତୁମେ ଯାଇପାରିବନି। ରୋଗଶଯ୍ୟାର ପରି କେତେ ଆକୁଳ ହୋଇ ଆପଣଙ୍କୁ ଖୋଜୁଛନ୍ତି। ଆପଣ ନିଷ୍ଠୁର ହୋଇଯାଆନ୍ତୁ ନାହିଁ। କଠୋର କର୍ତ୍ତବ୍ୟ ନିକଟରେ ବାପା ମା ସ୍ୱାମୀ ସ୍ତ୍ରୀ ସନ୍ତାନ ସନ୍ତତି କାହାରି ସ୍ଥାନ ନାହିଁ। କିନ୍ତୁ ଆପଣ ଯେ ତାଙ୍କୁ ଅଗ୍ନିକି ସାକ୍ଷୀ ରଖି ଗ୍ରହଣ କରିଛନ୍ତି, ତାଙ୍କର ଦୋଷ କ୍ଷମା କରିବା ଆପଣଙ୍କର କର୍ତ୍ତବ୍ୟ। ଝିଅ ଆଖିର ଲୁହ ଦେଖି ବାସୁଦେବ ନରେନ୍ଦ୍ର ସିଂର ଦମ୍ଭ ଭାଙ୍ଗି ଯାଇଛି। କେତେ ଆକୁଳ ହୋଇ ଟିକିରାଇ ମନ୍ଦିର ସାମ୍ନାରେ ମୋତେ କହିଥିଲେ ଯେ କୃତିବାସକୁ ତମେ ଟିକେ ବୁଝାଅ, ପଦ୍ମା ପାଇଁ ସେ ପଥର ପାଲଟି ଯାଆନ୍ତୁ ନାହିଁ। ହତଭାଗିନୀ ଝିଅଟା ସାରା ଜୀବନ ଟହଳ ବିକଳ ହୋଇ ମଲା। ଆପଣ ଥରେ ଯାଆନ୍ତୁ, ନୂଆ ବୋହୂ ଦେଖା କରି ଆସନ୍ତୁ ଭାଇ। ହଁ, ମୁଁ ଯିବି। କିନ୍ତୁ ଖୋର୍ଦ୍ଧା ଯୁଦ୍ଧରେ ଜିତିବା ପରେ ତୁମେ ଏ କଥା ସେମାନଙ୍କୁ ଜଣାଇ ଦିଅ। ଅକାଳ ଚଡ଼କ ପଡ଼ିଗଲା ସାନ୍ତେ, ଅକାଳ ଚଡ଼କ ପଡ଼ିଗଲା। ସବୁ ସରିଗଲା, ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା। କଣ ହେଇଛି? ଗଙ୍ଗପଡ଼ ଯୁଦ୍ଧରେ ଆମର ପାଇକମାନେ ହାରି ଯାଇଛନ୍ତି। ମହାରାଜା ବନ୍ଦୀ ବାରବାଟୀ ଦୁର୍ଗରେ। ପଞ୍ଚୁଆ ଉରୁଫ ଶରଣ ସିଂ ଇଂରେଜ ହାତରେ ଧରା ପଡ଼ି ଜେଲ ଗାରଦରେ। ଆଉ ବକ୍ସି? ବକ୍ସି ବି ନିଖୋଜ ହୋଇଯାଇଛନ୍ତି। ବହୁ ପାଇକ ମରିଛନ୍ତି ଏଇ ଲଢ଼େଇରେ। କଣ ହେଇଗଲା ଏସବୁ? କଣ ହେଇଗଲା? ବକ୍ସି ନିରୁଦ୍ଦିଷ୍ଟ, ଗଜପତି ବନ୍ଦୀ। ତେବେ କଣ ବିରାଟ ଖଣ୍ଡାୟତ ପାଇକ ବାହିନୀ ଶେଷ ଯାଏ ଖଣ୍ଡ ଖଣ୍ଡ ହେଇ ଭୁଷୁଡ଼ି ପଡ଼ିବ? ଲୋଚନା, ଲୋଚନା! ଯାଉଛି ସାନ୍ତ, ଯାଉଛି। ସହରର
ଲଢ଼େଇ କରିବା ମାର ମାନ ଇଜ୍ଜତ ପାଇଁ ଏ ଖଣ୍ଡା ପାଇକ ବାହିନୀ ଶେଷ ଲଢ଼େଇ ଜାରି ରଖିବ କୁଚକ୍ର ଇଂରେଜକୁ ଆମେ ସାଥିରେ ରଖେଇଦେବା ନାହିଁ। ଠିକ କହିଛି ଶାନ୍ତ। ମାନପୁର ନିଷ୍କଟ କରିଛି ନା ଆମେ ପୁଣି ଖୋର୍ଦ୍ଧା ଅଭିଯାନ କରିବା। ବକ୍ସିଙ୍କ ଲୋଚନା ଆମର ପାଇକ ବାହିନୀକୁ ଖବର ଦେଇଦିଅ। ବକ୍ସିଙ୍କ ଅବର୍ତ୍ତମାନରେ ମୁଁ ନିଜେ ନେବି ଅଭିଯାନ ନେତୃତ୍ୱ। ଜୟ ବିପ୍ଳବୀ ଦିବସ ବାର୍ଷିକର ଜୟ ଜୟ ବିପ୍ଳବୀ ଦିବସ ବାର୍ଷିକର ଜୟ। ଭାଇମାନେ ମୋର ଜୟକାର କର ନା କୁହ ଜୟ ବାଣପୁର ମାଟିର ଜୟ ଜୟ ବାଣପୁର ମାଟିର ଜୟ ଜୟ ଖୋର୍ଦ୍ଧା ରାଜ୍ୟର ଜୟ ଜୟ ଖୋର୍ଦ୍ଧା ରାଜ୍ୟର ଜୟ। ଖୋର୍ଦ୍ଧା ଅଭିଯାନ ପୂର୍ବରୁ ସତୀ ନୂଆବଙ୍ଗର ବନ୍ଦାପନା ଅର୍ଘ୍ୟ ଗ୍ରହଣ କରିବେନି ଭାଇ ତାଙ୍କର ବିଜେଡିଙ୍କର ମଥାରେ ନାଇବେନି ଏ ହଁ ହଁ ତାଙ୍କ ଆଖିର ଲୁହରେ ସେ ଆପଣଙ୍କ ପାଦ ଧୋଇଦେବେ ହସି ହସି ବଢାଇ ଦେବେ ତରବାରୀ ତେବେ ତ ଆମର ଜୟ ସୁନିଶ୍ଚିତ। ଠିକ କଥା ଶାନ୍ତ। ତୁ ଯା ତ ଫେରିବା ବାଟକୁ ମୁଁ ଚାତାକ ପେରେ ଚାହିଁ ରହିଛି। ଝିଅ ତ ନିଜେ ତୁମର ଚର୍ଚ୍ଚା କରିବା କଥା ହେଲେ ସେ ଆଜି ରୋଗ ସର୍ଜ୍ୟରେ ତୁମେ ମନ ହିଁ ସାରିଦିଅ ବାବା ଭିତର ଘରକୁ ଯାଇ ମା ପଦ୍ମାଙ୍କୁ ଦେଖା କରି ଆସିବ। ପଦ୍ମା ସତରେ କଣ ରୋଗ ସଜ୍ୟରେ ତୁମେ ମନ ହିଁ ସାରି ସବୁ କଥା ଦେଖିବ ତୁମ ଆସିବା ବାଟକୁ ସେ କିପରି ଚାତକ ପରି ଚାହିଁ ରହିଛି। ହଁ ଆଉ ଗୋଟେ ଖୁସିର କଥା ତୁମେ ଆସିବା କଥା ଶୁଣି ତାର ତ ଅଧା ରୋଗ ଭଲ ହେଇଗଲାଣି ଆଉ ଆଜି ମୋର କି ଆନନ୍ଦ ତମେ ବୁଝିପାରିବନି ବାପ। କେତେ ଦିନକ ପରେ ଆମ ଦୁହିଁଙ୍କ ଭିତରେ ଥିବା ଭୁଲ ବୁଝାମଣା ଆଜି ଦୂର ହୋଇଯାଇଛି। ଆଜି ମୁଁ ନିଜକୁ ଭାଗ୍ୟ ମନେ କରୁଅଛି। କକା ମତେ କ୍ଷମା କରିଦିଅ କୃତିବାସ ତୁମ ଦୁଃଖର କାରଣ ମୁଁ ନିଜେ। ତୁମେ ଯେଉଁ ବିଦେଶୀ ଫିରିଙ୍ଗିକୁ ଆମ ମାଟି ମାରୁ ହଟାଇବାକୁ ଚାହୁଁଥିଲ ସେଥିରେ ମୁଁ ବାଧକ ସାଜିଥିଲି ହେଲେ ଆଉ ନୁହେଁ। ମା ପଦ୍ମା ଆମ ଦୁହିଁଙ୍କ ଭିତରେ ସୁବୁଝାମଣାର ହେତୁ ପାଲଟି ଯାଇଛି। ଆଜି ଶ୍ୱଶୁର ଜୟଙ୍କର ହୋଇଛି ମହାମିଳନ ମହାମିଳନ। କେବଳ ଦେଶ ମାତୃକାର ସମ୍ମାନ ପାଇଁ ମୁଁ ଆପଣଙ୍କୁ ଭୁଲ ବୁଝିଥିଲି ଅନେକ କଟୁ କଥା କହିଥିଲି ପଦ୍ମାକୁ ଦୁଃଖ ଦେଇଥିଲି। ଆରେ ନା ନା ସେସବୁକୁ ମୁଁ ଭୁଲି ଯାଇଛି। ମୁଁ ବୁଝିପାରିଛି ମୋ ରାସ୍ତାଟା ଭୁଲ। ତୁମରି ପଥର ପଥିକ ମତେ ସଜାଅ କୃତିବାସ। ଅନ୍ତତଃ ମୋର କଲା କର୍ମର ଅପରାଧ କିଛିଟା ଲାଘବ ହୋଇଯିବ। ମୁଁ ଆଉ କାଳ କାଳକୁ ମାଟି ମା ଆଗରେ ନିମକ ହାରାମ ହୋଇ ରହିଯିବିନି। ଠିକ ଅଛି ଆପଣ ଏତେ ଦିନକେ ବାଣପୁର ମାଟି ମାର ଡାକରା ଶୁଣିଛନ୍ତି ସେଥିପାଇଁ ମୁଁ ଭାରି ଖୁସି। ହଁ ପୁଅ ପରେ ଆଉ ସବୁ ତମକୁ ଏତେ ଦିନକେ ପାଇ ମୁଁ କଣ ସହଜରେ ଛାଡ଼ି ଦେଉଛି ନା କଣ? ହଁ ଆରେ କିଏ କୋଉଠି ଅଛ? ଜୟ ସାହେବଙ୍କ ହାତରୁ ହତିଆର ଢାଲ ତରବାରୀ ନେଇ ଉଚିତ ସ୍ଥାନରେ ରଖିଦିଅ। ମନ ବେଳେ ଏସବୁ ପାଖରେ ରହିବା ଆଦୌ ଶୁଭ ଲକ୍ଷଣ ନୁହେଁ। ନା ନା କକା ଧାନ ତରବାରୀ ପାଖ ରଖିବା ତୁମର ଏକର କାମ ଅଭ୍ୟାସ। ନା ଆମ ପୁଅ ମା ଲକ୍ଷ୍ମୀ ପରେ କୋପ ହେବେ ସେଇ ଦିଟା ମୁଁ ନେଇ ଝିଅର ଶୋଇବା ଘରେ ରଖିଦେଉଛି। ଆରେ ଧାନ ତରବାରୀ ଦିଅ ଫେରାଇ ଦିଅ ଦିଅ ଫେରାଇ ଦିଅ। ସ୍ୱପ୍ନ I mean daydreams ଦେଖୁଛ କୃତିବାସ? Now you are under arrest. Hands up. ପ୍ରତାରକ ଶେଷରେ ଗୋଟାଏ ନିମକ ହାରକୁ ଧରି ପଛରୁ ଛୁରିକାଘାତ କରିବାକୁ ଲଜ୍ଜା ଲାଗିଲାନି ତୁମକୁ? ହୀରୁକା ପୁରୁଷ ଜଳଦସ୍ୟୁ ମୁହାଁମୁହିଁ ଯୁଦ୍ଧରେ ହାରିଯାଇ ଶେଷରେ ହୀନ ପନ୍ଥାର ଆଶ୍ରୟ ନେଲ। Shut up. ବକବାସ ବନ୍ଦ କର। ତୁମେ କୁଆଡ଼େ ଥିଲ? ବାଣପୁରର ରୟାଲ ବେଙ୍ଗଲ ଟାଇଗର I mean ମହାବଳ ବାଘ। ଆଜି କ୍ୟାପ୍ଟେନ ବେଶଙ୍କ ଜାଲରେ ଜଡ଼ା ଦେଇଥାଅ। I have achieved a great victory. ଆଃ
मते जळे रखिबाकु देई नाहांती ए माटिर केतक कृतज्ञ बेईमान निमक हराम तेबे जाति निश्चय स्वाधीन हेबो गोटिए कृतिबास बदଳରେ कोटी कोटी कृतिबास जाली पोड़ी पाउस कर देबे आबे गोटे गुलाम मानक रात रात अमीर हेबा स्वप्न सेई देशद्रोही निमक हराम मानक बुकुचिरी मुई आसीबो दिन स्वाधीनतार सूर्य Freedom! I mean ସ୍ୱାଧୀନତା! ଜେଲୁଡ଼ା! ଜେଲୁଡ଼ା ଚାରିକାଣ୍ଠ ଭିତରେ ଏ ସ୍ୱପ୍ନରେ ଏକୁଟିଆ ପ୍ରତିବାସ! ରୁଲ୍! ବ୍ରିଟାନିଆ ରୁଲ୍! ରୁଲ୍! ବ୍ରିଟାନିଆ ରୁଲ୍! জাগরে জাগ পীর পাইক দম্ভ কররে ছাতি হাতরি ধরি খন্ডা কুরবান দেখাও তোমার শক্তি দেখাও তোমার শক্তি দেখাও তোমার শক্তি କିଏ କହୁଛି ମୋର ଜୟ ହୋଇଛି ଜୟ କୃତିବାସକୁ ହସି ହସି ମୁଁ ପାତିକୁଣ୍ଠକୁ ଛାଡ଼ି ଦେଇଛି ଅଲି ଅଳି ଗୋଟିଏ ବୋଲି ଝିଅ ହାତକୁ ମୁଁ ବିଧବା ସଜାଇଛି ମାଟିମା ବାଣପୁର ହାତରେ ମୁଁ ବେଡ଼ି ପିନ୍ଧାଇ ଦେଇଛି ଆଜିର ଏତେ ବଡ଼ ଖୁସିର ଉତ୍ସବରେ ମୁଁ ମନେ କଲି ଆସିବିନି ତା ପ୍ରତିବାଦୀ ସାନ୍ତେ ଆଜିର ଏତେ ବଡ଼ ଖୁସି ଦିନରେ କାହିଁକି ଏମିତି ବାୟା ବଗଳ କରି ହେଉଛନ୍ତି ଦିନ ସାରା ତ କିଛି ଖାଇନାହାନ୍ତି ଆସନ୍ତୁ କଣ ଦିଟା ଖାଇ ନିଶ୍ଚିତ ଶୋଇଥିବେ ଶତ୍ରୁ ତ ନିପାତ ହୋଇଛି ଆଉ ଚିନ୍ତା କାହିଁକି ଶତ୍ରୁ ନିପାତ ହୋଇଛି ବାଣପୁର ରାଜ୍ୟ ନିଷ୍କଳଙ୍କ ହୋଇଛି ହେଲେ ଏତେ ବଡ଼ ଖୁସି ଭିତରେ ମୁଁ ଏ କଣ ଦେଖୁଛି ମୋ ମା ପଦ୍ମା ହାତରେ ଶଙ୍କା ନାହିଁ ମଥାରେ ସିନ୍ଦୁର ନାହିଁ କେଶ ମୁକୁଳା ଦେହରେ ଧଳା ଶାଢ଼ୀ ଖଣ୍ଡେ ପିନ୍ଧି ତାର ଆତ୍ମା ଯେପରି ମତେ କାନ୍ଦି କାନ୍ଦି କହୁଛି କକା ତମେ ମତେ ତେନ୍ତୁଳି ତାରରୁ ତଣ୍ଟେ ଚିପି ମାରି ଦେଇ ନଥିଲ କାହିଁକି
ପାଇଁ ମୁଁ ଆଜି ଇନ୍ଦ୍ରଜାନର ପାଲଟି ଯାଇଛି। ମାତୃଦ୍ରୋହୀ କନ୍ୟାଦ୍ରୋହୀ ଦ୍ରୋହୀ ଦେଶଦ୍ରୋହୀ ହୋଇ ମୁଁ ଆଉ ବଞ୍ଚିବାକୁ ଚାହେଁ ନା। ଏମିତି ଏକ କଳଙ୍କ ବହି ମରିବା ଆଗରୁ ମୁଁ ତୁମରି ମାନଙ୍କ ପରି ତୋତାମତିଆ ଦଳଙ୍କୁ ଛାଡ଼ିବି ନା। ଆଜି ଏକରେ ରକ୍ତର ନଦୀ ବୁହାଇ ଦେବି। ଯାଉ ବାସୁଦେବ ନିୟମ, ଯାଉ ବାସୁଦେବ, ନରେନ୍ଦ୍ର ସିଂର ବଂଶ ସବୁଦିନ ପାଇଁ ନିଶ୍ଚିହ୍ନ ହେଇଯାଉ। ଆରେ ଏ ପୁଣି କଣ? ଆହୁରି ବହୁମାନି, ଆହୁରି ଇନାମ ଲୋଡ଼ା ନାହିଁ। ଯାଅ, ଫିଲିଙ୍ଗ ସେଇ ଇନାମକୁ ମୁଁ ପ୍ରତ୍ୟାଖ୍ୟାନ କରେ। ଯାଅ, ଚାଲି ଯାଅ, ଚାଲି ଯାଅ। ସାତେ, ଏ ଆପଣଙ୍କର ଇଂରେଜ ପୁରସ୍କାର ନୁହେଁ, ଏ ହେଉଛି ପଦ୍ମା ଦୁଃଖିନୀ ପଦ୍ମାଦେବୀଙ୍କର ନିଷ୍ପରଣ ଜର ଶରୀର। ଜୋଇ ସାତେ ଜେଲ୍ ଯିବା ଦିନଠୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ପଦ୍ମା! ପଦ୍ମା! ପିତାମାତାକୁ ହରାଇ ମତେ ପିତା ରୂପରେ ହେଲେ ମୁଁ ଆଜି ମହାବଳ ବାଘ ପାଲଟି ତୁମରି ମାନଙ୍କ ରକ୍ତରେ ମୋର ଭୋଗ ମେଣ୍ଟାଇଛି। ନରଦାମ ତିନିପୁରରେ ମଧ୍ୟ କଲା କର୍ମର ଅପରାଧ ପାଇଁ ମୋର କ୍ଷମା ନାହିଁ। ବିପ୍ଳବୀ କୃତିବାଦ ତୁମରି ଚଲା ପଥର ପଥିକ ମତେ ସଜାଅ କୃତିବାଦ। ନର୍କର କୀଟ ହୋଇ ମୁଁ ମରିବାକୁ ଚାହେଁ ନା। ତୁମେ ମରଣକୁ ଜୟ କରି କାଳ କାଳକୁ ଅମର ହୋଇ ରହିଗଲ। ଆଉ ମୁଁ ଏକ କଳଙ୍କିତ ଖଳନାୟକ ହୋଇ ରହିଗଲି ଇତିହାସ ପୃଷ୍ଠାରେ। ଆରେ ଚାହିଁଛ କଣ? ଉଠାଅ ମାକୁ। ପାଦରେ ଅଳତା, ମଥାରେ ସିନ୍ଦୁର ନାଇ ଅଳଡେଙ୍ଗୁରା ଭିତରେ ପାଇକ ବଧୂର ଗୌରବ ନେଇ ପଦ୍ମା ମୋର ଚିତାନିଆରେ ଝଲସି ଉଠିବ। ଆଉ ମୁଁ ବାସୁଦେବ ନରେନ୍ଦ୍ର ସିଂ ଦେଶ ଜାତି ପ୍ରତି ନିମକ ହାରାମ ଜୟଚନ୍ଦ୍ର ହୋଇ ରହିଗଲା। ବିନାୟକ ଜୟଚନ୍ଦ୍ର, ବିନାୟକ नाम सत्य है, हरि नाम सत्य है, राम 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 नाम सत्य है, हरि नाम सत्य है। ନମସ୍କାର, ମୋ ନାଁ ବନିତା ପ୍ରଧାନ। ନମସ୍କାର, ମୁଁ ଲିପି ମହାରାଣା।
नमस्कार ମୁଁ ବର୍ଷାରାଣୀ ଦାସ ନମସ୍କାର ମୁଁ ରଶ୍ମିତା ପ୍ରଧାନ ନମସ୍କାର ମୁଁ ଅନିତା ବିଶ୍ୱାଳ ନମସ୍କାର ମୁଁ ପୂଜା ସାହୁ ନମସ୍କାର ମୁଁ ରାଜଶ୍ରୀ ବିଶ୍ୱାଳ ନମସ୍କାର ମୁଁ ଲିପିନା ବରା